ଜୟ ଜଗନ୍ନାଥ। ଦେଖନ୍ତୁ, ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ସୁଭଦ୍ରା ଯୋଜନାଟି ଓଡ଼ିଶା ସରକାର ଦ୍ୱାରା ପ୍ରସ୍ତୁତ କରାଯାଇଛି, ତାହା କିଭଳି ସେଇ ଆଇଡି ଗୁଡ଼ାକୁ ସବୁ ହ୍ୟାକ୍ କରାଯାଇଛି। ଆସନ୍ତୁ ସିଧାସଳଖ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା ଏବଂ ମୋର ସମସ୍ତ ଭିଏଲି ମାନଙ୍କୁ ଅନୁରୋଧ, ଆପଣମାନେ କେହି ଡାଟାବେସ୍ ଏଣ୍ଟ୍ରି କରନ୍ତୁ ନାହିଁ, ନଚେତ୍ ଆପଣମାନେ ଅସୁବିଧାର ସମ୍ମୁଖୀନ ହେବେ। ଆସନ୍ତୁ ଦେଖିବା। ବର୍ତ୍ତମାନ ଆମେ ପେଜ୍ ଗୁଗୁଲ କ୍ରୋମ୍ ଓପନ୍ କରିଛେ। ଗୁଗୁଲ କ୍ରୋମ୍ରେ ବର୍ତ୍ତମାନ ଲେଖିବା www.subhadra.odisha ଲେଖି ସର୍ଚ୍ଚିଂ କରିବା। ସର୍ଚ୍ଚିଂ ପରେ ଆସିଲା, ଦେଖନ୍ତୁ ସୁଭଦ୍ରା ଯୋଜନା ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ପୋର୍ଟାଲ। ଆମେ ବର୍ତ୍ତମାନ ଏଇଥିରେ ଲଗ୍ଇନ୍ କରିବା। ଲଗ୍ଇନ୍ କଲା ପରେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲ ଆମ ପାଖରେ ଏଇଭଳି ଶୋ କରିବ। ତାପରେ ଏଇଠି ରହିଛି ଅଧିକାରୀଙ୍କ ଲଗ୍ଇନ୍, ମାନେ ଯେଉଁମାନଙ୍କର ଆମର ଡାଟାବେସ୍ ଏଣ୍ଟ୍ରି କରିବା, ଏଇ ସାଇଟ୍ରେ ରହିଛି ତାଙ୍କର ଅଧିକାରୀଙ୍କ ଲଗ୍ଇନ୍। ଏଠି ଲଗ୍ଇନ୍ କରିବା। ଦେଖନ୍ତୁ ଆମର ବର୍ତ୍ତମାନ ଆଉ ଏକ ପେଜ୍ ଖୋଲିଗଲା। ଦେଖନ୍ତୁ ଦୁଇଟି ପେଜ୍ ରହିଛି, ଯିଏ ହେଉଛି CSC ଲଗ୍ଇନ୍ ଏବଂ MSK ଲଗ୍ଇନ୍, ମାନେ ମୋ ସେବା କେନ୍ଦ୍ର। এই ଦୁଇଟି ସାଇଟ୍ରେ ଉପଲବ୍ଧ ହୋଇଛି ବର୍ତ୍ତମାନ। ତେଣୁ ଯେହେତୁ ମୋର ଅଛି CSC ସେଣ୍ଟର, ତେଣୁ ମୁଁ CSC ଲଗ୍ଇନ୍ରେ କ୍ଲିକ୍ କଲି। କ୍ଲିକ୍ କଲା ପରେ ଦେଖନ୍ତୁ ବର୍ତ୍ତମାନ CSC ପୋର୍ଟାଲ ଖୋଲିଗଲା। ବର୍ତ୍ତମାନ ଏଥିରେ ମୋ ଆଇଡି ଦେଇଦେବି। ମୋ ଆଇଡି ହେଉଛି 411346150015। ଦେଇ ସାରିଲା ପରେ ଏଠି ପାସୱାର୍ଡ ଦେଇଦେବି। ଦେଖନ୍ତୁ ଏ ରହିଛି ମାଳତୀ ସାହୁ, ଭଗୀରଥ ସାହୁ, OBC। ଦେଖନ୍ତୁ ଇଏ ରହିଛି ବଲାଙ୍ଗୀର ଡିଷ୍ଟ୍ରିକ୍ଟ, ବଲାଙ୍ଗୀର ଲଇସିଙ୍ଗା ବ୍ଲକ ହେଲା ଲଇସିଙ୍ଗା। ଇଏ ଦେଖନ୍ତୁ ଆପଣ ମାନେ କିଭଳି ଆଇଡି ହ୍ୟାକ୍ କରାଯାଇଛି। ଏଠି ଆପଣମାନଙ୍କୁ ଅନୁରୋଧ, ଆପଣ ହୋମ୍ ପେଜକୁ ପଳେଇ ଆସିବା। ଦେଖନ୍ତୁ ହୋମ୍ ପେଜ ଆସିଲା ପରେ ମଧ୍ୟ ସେଇଭଳି ତାଙ୍କର ୱେଲକମ୍ ଟୁ ବ୍ୟାକ୍ ଆଇଡି ଆସୁଛି, ତାଙ୍କ ଆଇଡି ଆସୁଛି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ କେହି ବି ଏଥିରେ ଡାଟାବେସ୍ ଏଣ୍ଟ୍ରି କରନ୍ତୁ ନାହିଁ। ଏହାର ଆମର ଯେଉଁ CSCର ଡିଷ୍ଟ୍ରିକ୍ଟ ହେଡ୍ ଅଛନ୍ତି ଅରୁପ ସାର୍, ସେ ମଧ୍ୟ ରାତି 2ଟା-3ଟା ପାଖାପାଖି ଆମ ସମସ୍ତଙ୍କୁ ଗ୍ରୁପରେ ମେସେଜ ଦେଇଛନ୍ତି, ସବୁ ଭିଏଲି ମାନଙ୍କୁ, ଯେ କେହି ବି ଡାଟାବେସ୍ ଏଣ୍ଟ୍ରି କରନ୍ତୁ ନାହିଁ। ଦେଖିଲେ ଆପଣମାନେ ସମସ୍ତେ ଜାଣିପାରିବେ। ତେଣୁ ବର୍ତ୍ତମାନ କେହି ବି ସମସ୍ତଙ୍କୁ ଅନୁରୋଧ କରାଯାଉଛି, କେହି ବି ଡାଟାବେସ୍ ଏଣ୍ଟ୍ରି କରନ୍ତୁ ନାହିଁ। ପୁଣି ଆଉ ଥରେ ବ୍ୟାକ୍ କରିକି ଦେଖିବା, ପୁଣି ପୁଣି ଷ୍ଟାର୍ଟିଂ କରିବା। ଦେଖନ୍ତୁ ମୁଁ ପୁରା କାଟିଦେଇ ପୁଣି ଆଉ ଥରେ ଲଗ୍ଇନ୍ କରୁଛି। ଦେଖନ୍ତୁ ଏଥିରେ ଆଉ ମୋ ନିଜ ଆଇଡି ମାଗିଲା ନାହିଁ, ଡାଇରେକ୍ଟ ସେଇ ପେଜ୍ ଖୋଲିଗଲା। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଧ୍ୟାନ ସହ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତଙ୍କୁ ସେୟାର କରି ମଧ୍ୟ ଜଣାଇ ଦିଅନ୍ତୁ। ଏଭଳି ଠକାମିରୁ ଦୂରେଇ ରୁହନ୍ତୁ। ଜୟ ଜଗନ୍ନାଥ।